तत्र नैव चौरिणापि न नियते गन्तेर्विहितं तत्र नैव चौरिणापि न नियते दानिनं न खञ्जाति विदरत्नं महाधनम् अनेक जन्म संप्राप्त कर्म बन्धाविदाहिने आत्मज्ञान प्रदानेन तस्मै श्री गुरवे नमः। सतगुरुदेव शिवजी महाराज की जय। आमे আজি এটি উপস্থিত হয়েছে বরগড়র এটা লুহাটা গাঁ। বরগড় আসছিলু ହଜବେଣ୍ଡ ଆଣ୍ଡ ୱାଇଫ୍ ଆମ ପୁଅ ଥିଲା ବରଗଡ଼ରେ ଚାକିରି କରୁଛି, ସେଥିପାଇଁ କିଛି ଖବର ପାଇବାକୁ ଘରେ କୃଷ୍ଣ ବାବୁଙ୍କ ପାଖରୁ ଆମେ ଆଜି ଉପସ୍ଥିତ ହେବାର ଇଚ୍ଛା ହେଲା। ଯେହେତୁ ଗୁରୁଦେବ କହିଛନ୍ତି ଯେ ଇଚ୍ଛା ଶକ୍ତି ଆଉ ମନୋବଳ ହେଉଛି ସବୁଠୁ ମାନେ ବଡ଼ ଜିନିଷ ମଣିଷ ପାଇଁ, ଯୋଉଟାକି ଅନ୍ୟ ପଶୁ ପକ୍ଷୀ ବା ଅନ୍ୟ କାହାର ନଥାଏ। ଯଦିଓ ସେମାନେ ଭଗବାନ ପଦବାଚ୍ୟ, କିନ୍ତୁ ସେମାନେ କେବେ ଭଗବତ ଶକ୍ତିକୁ ବା ଭଗବତ ସତ୍ତାକୁ ଜାଣିପାରିବେ ନାହିଁ, କେବଳ ମଣିଷ ହିଁ ଜାଣିବ। ଆଉ ଆଜିର ମଣିଷ ଆଜିର ସମାଜରେ ପ୍ରମାଣ ସହ କହୁଛି, ଗୀତାରେ ବି ସେ କଥା ଲେଖା ହେଇଛି, ଅଧିକାଂଶ ପଶୁତ୍ୱ ପ୍ରାୟ ଜୀବନ ନିର୍ବାହ କରୁଛନ୍ତି, କାରଣ ସେମାନେ ନିଜକୁ ଚିହ୍ନିନାହାନ୍ତି ବା ଆତ୍ମଜ୍ଞାନ କଣ ଜାଣିନାହାନ୍ତି। ସବୁ ଜ୍ଞାନ ଜାଣିଛନ୍ତି କିନ୍ତୁ ଆତ୍ମଜ୍ଞାନ କଣ ଜାଣିନାହାନ୍ତି। ସେଇଟା ବିଶେଷତା କାହିଁକି ଏଇ ଯୁଗରେ ରହିବ, ସେଇଟା ବି ଗୀତା ତାର ପ୍ରମାଣ କରୁଛି। ଶ୍ରୀକୃଷ୍ଣଙ୍କର ଯୋଉ ଗୀତା, ମନୁଷାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧେ ଯତତମ୍ ଅପି ସିଦ୍ଧାଣାଂ କଶ୍ଚିତ୍ ମାଂ ବ୍ୟତି ତତ୍ତ୍ୱତଃ। ଏ ଶ୍ଲୋକର ଅର୍ଥ ହେଲା, ମନୁଷାଣାଂ ସହସ୍ରେଷୁ, ମଣିଷ ମାନଙ୍କ ମଧ୍ୟରେ, ସହସ୍ରେ ମାନେ ହଜାରେ, ହଜାରେ ଲୋକମାନଙ୍କ ମଧ୍ୟରେ ଜଣେ ମତେ ପାଇବା ପାଇଁ ଇଚ୍ଛା କରେ। ମତେ ମାନେ କାହାକୁ? ଅହଂ ବା ଆତ୍ମଜ୍ଞାନ ପାଇବାକୁ ହଜାରେ ଲୋକ ମଧ୍ୟରେ ଜଣେ ମତେ ଇଚ୍ଛା କରେ। ଆଉ 1000ରେ ଯୋଉ ଜଣେ ଇଚ୍ଛା କରେ, ସେଇଭଳିଆ ଆଉ 1000ରେ ମଧ୍ୟ ଆଉ ଜଣେ ମଧ୍ୟ ଇଚ୍ଛା କରେ। ଏଇ ଭାବରେ ଯଦି ଆପଣ କାଲକୁଲେଟ କରିବେ, ଆପଣଙ୍କର ଜନସଂଖ୍ୟା ଏଇ ଭିତରେ, ଏଇ ଗାଁ ଭିତରେ ଯାହା ଅଛି ବା ଏରିଆ ଭିତରେ ଯାହା ଅଛି, ଯେତେବେଳେ ଏମିତି ହଜାର ହଜାର ହେଇକି 1000ଟା ଜଣ ଲୋକ ପ୍ରତ୍ୟେକ 1000ରୁ ଗୋଟିଏ ଆସିବେ, ପ୍ରତ୍ୟେକ 1000ରୁ ଗୋଟିଏ ଆସିବେ। ମନୁଷ୍ୟାଣାଂ ସହସ୍ରେଷୁ ଲେଖା ହେଇଛି ସେଇଥିପାଇଁ, ମଣିଷ ମାନଙ୍କ ମଧ୍ୟରେ ହଜାର ହଜାର ଲୋକମାନଙ୍କ ମଧ୍ୟରୁ ଜଣେ ମତେ ପାଇବା ପାଇଁ ଇଚ୍ଛା କରେ। କେବଳ ଇଚ୍ଛା କରିବାରୁ ଆମେ ଆଜି ଏଠି ବସୁଛେ। ଆପଣ ବି 1000 ଲୋକରୁ ବାଛିକି ଆସିଛନ୍ତି, ଗୀତା ଅନୁସାରେ ମୁଁ ବି 1000 ଲୋକରୁ ଆସିଛି। ତାମାନେ ଆମେ 1 2 3 4 5 6000 ଲୋକ ଭିତରୁ ଆମେ 6 ଜଣ ଲୋକ ବସିଛେ। ବୁଝିପାରିଲେ? ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧେ ଯତତମ୍ ଅପି ସିଦ୍ଧାଣାଂ କଶ୍ଚିତ୍ ମାଂ ବ୍ୟତି ତତ୍ତ୍ୱତଃ। ଗୀତା କହୁଛି। ସମାଜର ଅନେକ ଲୋକ କହିଲେ ଗୀତାରେ କିଛି ନାହିଁ, ସବୁଠି ସବୁ ଅଛି। ମୁଁ ଆପଣଙ୍କ ଗାଁକୁ ଆସିଲେ ଆପଣ ମତେ ଟିକେ ଖାଇବାକୁ ଦେବେ, କିନ୍ତୁ ଏଇ ଯୋଉ ନିଶ୍ୱାସ ନଉଛି ମୁଁ ଧରିକି ଆସିଲି ଆମ ଗାଁରେ, ଏଠି ବି ମହଜୁଦ ଅଛି। ତାହେଲେ ମୋ ସହିତ ଏଇ ବାୟୁମଣ୍ଡଳର କନେକ୍ସନ କେବଳ ଆପଣଙ୍କ ସହିତ ଅଛି ନା ମୋ ସହିତ ଅଛି? ତାହେଲେ ସମଭାବାପନ୍ନ ହେଲେନି। ତେଣୁକରି ଗୀତାର ଶ୍ଲୋକ ଅନୁସାରେ ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧେ, ହଜାର ହଜାର ମାନଙ୍କ ମଧ୍ୟରେ ଯଦି ଜଣେ ମତେ ପାଇବା ପାଇଁ ଇଚ୍ଛା କରୁଛି, ବୁଝିବା ପାଇଁ ଇଚ୍ଛା କରୁଛି, ତାର ସେ ଆସିକି ବସୁଛି। କିନ୍ତୁ ଆମେ 6 ଜଣ ଲୋକ ହିସାବରେ ଯଦି ଆଉ ବଢି 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 1000 ହେବେ, ଅନେକ 1000 ଲୋକ ଇଚ୍ଛା କରି ଆସିବେ, ବୁଝନ୍ତୁ କଥାଟା, ଶ୍ଲୋକର ଅର୍ଥ ଲାଭ କରୁଛି। ସେଇ 1000 ଲୋକ ଭିତରୁ କେହି ପାଆନ୍ତିନି ଜଣ। ତାହେଲେ କେତେ କହନ କଥା। ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯତତି ସିଦ୍ଧେ ଯତତମ୍ ଅପି ସିଦ୍ଧାଣାଂ କଶ୍ଚିତ୍ ମାଂ ବ୍ୟତି ତତ୍ତ୍ୱତଃ। ତତ୍ତ୍ୱ ଭାବରେ ମତେ ଜଣକୁ ଜାଣନ୍ତି। ତାହେଲେ ଆମେ କହିବା କାହିଁକି ଏତିକି ଲୋକ ଅଛି, କିଛି କାହାକୁ ଇଏ କରିବା ପାଇଁ, କିନ୍ତୁ ଆମ ପ୍ରୟାସ ଯାଇନଥିଲା। କାହା ଉପରେ ମାନ ଅଭିମାନ କରିବା ନାହିଁ, ଭାଇ ତୁ ଡାକିଲି ଆସିଲୁ, ଆଜି କାହିଁକି ଆସିଲୁ କହିବ। ଇଚ୍ଛା ହଉଛି ଆସୁ, ଇଏ ହଉଛି ତତ୍ତ୍ୱ ଜାଣିବା। ତତ୍ତ୍ୱ ଜାଣିଲେ ଭାବନ୍ତି ଭବ ସାଗର ତାହେଲେ ତତ୍ତ୍ୱ ବୋଲେ କଣ ସେଇଟା ବି ଜାଣିବା ଦରକାର।
ଆଉ ଗୋଟେ ବେଦର ଶ୍ଲୋକ ଅଛି, ଆତ୍ମା ସମ୍ଭୂତ ଆକାଶ ବାୟୁ ବାୟୁ ଅଗ୍ନି ଏଥିରେ ଲେଖା ହେଲା ୟାର ଅର୍ଥ ଆତ୍ମା ନିଜେ ସ୍ୱୟଂ, ଆତ୍ମା ବୋଲି ଗୋଟେ ବସ୍ତୁ ନାହିଁ, ଗୋଟେ ପାୱାର। ମାନେ କରନ୍ତୁ ଆପଣ ଇଲେକ୍ଟ୍ରିକ କରେଣ୍ଟ ଅଛି, ଆପଣ ହାତ ମାପିବେ କଣ ହବ? ସକ୍ ଲାଗିବ। ଆପଣ ଜାଣିବେ କି କରେଣ୍ଟ ଅଛି, ମୁଁ ଜାଣିବି ହେଲା। ସେମିତି ଗୋଟେ ଗୋଟେ ଏକ୍ସାମ୍ପଲ ଦଉଛି, ସଂସାରର ଏକ୍ସାମ୍ପଲ ନଦେଲେ ଆପଣ ଟିକେ ବୁଝିବାକୁ କ୍ଲିୟର ହବ। ସେଥିପାଇଁ ସଂସାରର ଏକ୍ସାମ୍ପଲ ସବୁବେଳେ ଦରକାର, କାରଣ ଆମେ ଆତ୍ମା ସହିତ ଅଛେ। ଆମେ ମାନେ ମୁଁ ମାନେ ଶରୀର ନୁହଁ, ମୁଁ ମାନେ ଆତ୍ମା, କିନ୍ତୁ ଶରୀର ନହେଲେ ମୁଁ କେମିତି ପ୍ରକାଶ କରିବି? ଆପଣ ମୁଁ ଆସିଛି, ମୁଁ ଯାଇଛି, ମୁଁ ଖାଇଛି, ମୁଁ ଏଠି ତର ମରିଗଲି, ଆତ୍ମା ତ ହବ, କିନ୍ତୁ ଶରୀରଟା କଣ ହବ? ରହିପାରିବେନି। ତେଣୁକରି ଆମେ ଯେତେବେଳେ ଗୋଟେ ଜାଗାରେ ବସିଛେ, କୌଣସି କଥାଟା କହୁନି ଭୁଲିଗଲେ ଜଷ୍ଟ ଆମେ ଦଉ ଭଲ କଥା ନାହିଁ, ଏ କଥାରେ ଟିକେ ଭୁଲ ଭଲ ହେଇଯାଏ, ମାନେ ଭୁଲିଯାଏ କଥାଟା, ଲାଇନ ଅଲଗା ଅଲଗା ହେଇଯାଏ, ତ ଟିକେ ମନେ ପକେଇଲେ ଭଲ ହବ। ହଁ, ତତ୍ତ୍ୱଟା କଣ? ଆତ୍ମା ସମ୍ଭୂତ ଆକାଶ ଆକାଶ ବାୟୁ। ଆପଣଙ୍କର ଆତ୍ମାରୁ ସବୁ ଜିନିଷ ତିଆରି ଅଛି। ଆତ୍ମା ସମ୍ଭୂତ ଆକାଶ, ଆକାଶ ଆଗେ ହେଲା। ଆପଣ ଏଠି ତଳ ଯାଆନ୍ତୁ, ପୃଥିବୀ ତତ୍ତ୍ୱ, ମାଟି, ତାପରେ ଜଳ ତତ୍ତ୍ୱ, ତାପରେ ଅଗ୍ନି ତତ୍ତ୍ୱ, ତାପରେ ବାୟୁ ତତ୍ତ୍ୱ, ତାପରେ ଆକାଶ। ପାଞ୍ଚଟା ଭୂତ, ଏମାନେ ଭୂତରେ ଗଲେ। କିନ୍ତୁ ଭୂତ ମାନଙ୍କୁ ଚିହ୍ନିବ ଯେ ସେ ହଉଛି ତତ୍ତ୍ୱ। ମୋ ପାଖରେ ଶରୀର ଅଛି, ଆପଣଙ୍କ ପାଖରେ ଶରୀର ଅଛି, ତାମାନେ ଭୂତ ଆଭେଲେବଲ। ଭୂତ ମାନେ ପଞ୍ଚଭୂତ, ପଞ୍ଚଭୂତ ଏଠି ଅଛି, ମା ଯୋଉଟା ତିଆରି କରିଛି ସେଟା କରିଛି। କିନ୍ତୁ ମୋର ତ ମୁକ୍ତ ନାହିଁ, ଭଗବାନ କରନ୍ତି ବା ଆମ ଭୂତ ବି କହୁଛନ୍ତି ମୋର ମୁକ୍ତ ନାହିଁ। ଅହଂ ପରବ୍ରହ୍ମ ଯିବା କୁମାର ପଢା ହଉଛି ପ୍ରସନ୍ନ ଆନନ୍ଦମୟ ଅହମାତ୍ମା ବିଶୁଦ୍ଧ ବିଜ୍ଞାନ ମାନେ ନାଇଁ। ଏଣୁକରି ମୋର ସେଇ ଜ୍ଞାନ ନ ଆସିଲା ପର୍ଯ୍ୟନ୍ତ ସେ ମୋର ହେରିଡିଟାରୀ ଜ୍ଞାନ, ମାନେ ମୋର ବାପା ମାଙ୍କର ଏଇଟା ଅଛି ତ ମୋର ଏଇଟା ହବ। ତ ଶୁଭ ଭାବନା କଣ କହୁଛି? ଆପଣ ଯାହା ଭାବନା କରିବେ ଆପଣଙ୍କର ସେଟା ପରିଣତ ହବ। ଯେତେବେଳେ ଆତ୍ମା ସମ୍ଭୂତ କରିଲା ଏଇ ପଞ୍ଚଭୂତକୁ, ସେତେବେଳେ ଏଇଟା ସଲିଡ ହେଇଗଲା, ସାରା ସଂସାର ହେଇଗଲା। ମ୍ୟାଟେରିଆଲାଇଜେସନ ସେଟା କହୁଛି ଘର। ଆପଣ ଏଇ ଘରଟା ଯୋଉ ତିଆରି କଲେ, ଏଇ ଘରଟା କଣ 100 ବର୍ଷ କରିଥିଲେ କି? ଆପଣ କୌଣସି ଏକ ବ୍ୟକ୍ତି ଯୋଜନା କରି ତା ମୁଣ୍ଡ ଭିତରେ ଏକ କହିଲା ଯେ ଏଇପଟୁ ବାଟ ରହିବ, ଏପଟୁ ଝରକା ରହିବ, ଏଇଟା ଉଞ୍ଚା ହବ, ଏଇଟା ଆଗେ ମାଇଣ୍ଡ ଭିତରେ ରହିଲା। ସେ ଯୋଉ ସୂକ୍ଷ୍ମରେ ସେ ବିଚାର କଲା, ତାପରେ ଧୀରେ 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 କିଛି ସମୟ ଆପଣ ଏବେ ବି ପରୀକ୍ଷା କରିପାରିବେ। ଆପଣ ହାତ ଭାଙ୍ଗିକି ଗୋଟେ କରିଦେବୁ, ତଳକୁ ଆଣିବା ପାଇଁ ପ୍ରଥମେ ବିଚାର କରିବେ। ଆପଣ ଅଟୋମେଟିକ ହେଇଯାଉଛି ତଳକୁ, କିନ୍ତୁ ବିନା ବିଚାର କରନ୍ତୁ, ଚିନ୍ତା କରନ୍ତୁ। ଯଦି ଆପଣ ଯେତେବେଳେ ସାଧନା କରିବେ, ଯେତେବେଳେ ଓଙ୍କାର କରୁଛନ୍ତି, ଯେତେବେଳେ ଗରମ କରୁଛନ୍ତି, ଆପଣଙ୍କର କାମ ହେଲା ମନ କୁଆଡେ ଯାଉଛି ତାକୁ ଟାଣିକି ଆଣିବା କଥା ନୁହଁ। ଆପଣ ଟିକେ ଫଲୋ କରନ୍ତୁ। ଅହମ ଯିଏ ସେ ଭିତରେ ଅଛି ନା, ମୋ ପାଖରେ ଦିଟା ମନ ଅଛି, ଗୋଟେ ତତ୍ତ୍ୱ ଭିତ୍ତିକ, ଗୋଟେ ଭୂତ। ଯେହେତୁ ଆମେ ଭୂତ ଭିତରେ ଅନେକ ଜନ୍ମ ସମ୍ପ୍ରାପ୍ତ କର୍ମ ବନ୍ଧନ ହେଇନି, ଆତ୍ମଜ୍ଞାନ ତଥା ଆମେ ତସ୍ମୈ ଶ୍ରୀ ଗୁରବେ ନମଃ। ତତ୍ତ୍ୱ ଭିତ୍ତିକୁ ଆମେ ଯେତେବେଳେ ଯାଇନେ, ଆମେ ଭୂତ ଭିତରେ ଅଛି ଅନେକ ଜନ୍ମରୁ, ସେଇଥିପାଇଁ ଆମେ ସବୁବେଳେ ପଢନ୍ତୁ ଶୁଣିବା। ଗୋଟେ କୁକୁରକୁ ଗୋଟେ ପିଲାକୁ ଆପଣ ତାକୁ ଯାହା ଶିଖେଇବେ ସେ ଜିନିଷଟା ଶିଖେଇକି କହିବ ଆପଣ ଖରାପ ଶୁଭ ଭାବନା ଆମକୁ ଦିଆଯାଇଛି, ଆମ ଶୁଭ ଭାବନା। ଆମେ ଯଦି ସେଟାକୁ ଅଶୁଭ ଭାବନା କରିବ, ଆମର ଅଶୁଭ ହବ। ଆପଣ ଭାବନ୍ତି ଯେ ଶୁଭ ଭାବନା ଖାଲି ଶୁଭ ଦବ, ଶୁଭ ଭାବନା ଶୁଭ ଫଳ ଦବନି। ସେ ପର୍ଯ୍ୟନ୍ତ ଆପଣଙ୍କର ଭାବନା ଶୁଭ ହେଇନି। ମାନେ ଶକ୍ତିଟା ଅଛି ଗୋଟେ ଜାଗାରେ, କରେଣ୍ଟ ଅଛି, ଲାଇଟ ଲାଗିବ, କରେଣ୍ଟ ଅଛି, ଫ୍ୟାନ ଚାଲିବ, କରେଣ୍ଟ ଅଛି, ଫ୍ରିଜ ଚାଲିବ। କିନ୍ତୁ କରେଣ୍ଟ ଅଛି ଆମକୁ ସକ୍ ଲାଗିବ, କିନ୍ତୁ ଆମେ ଯଦି ଭୁଲ କରିବା ସେଇଟା ଆପଣ ଶୁଭ ଭାବନାକୁ ଯଦି ଶୁଭରେ ଲଗେଇ ପାରିବେ ତାହେଲେ ଶୁଭ ହବ। ଆଉ ମନରେ ଏତିକି ପାୱାର ଅଛି, ସେଇ ଶୁଭ ଭାବନାକୁ ଆପଣ ଅଶୁଭ ଭାବନାକୁ ଅଶୁଭ ହେଇଯିବ। ଏଇ ସାରଙ୍କ କଥା କହୁଥିଲି,
ଅନ୍ୟ କଥା କହିବା କଥା ନାହିଁ, କିନ୍ତୁ ମୁଁ ଏକ୍ସାମ୍ପଲ ପାଇଁ କହୁଛି। ଜଣେ ଲୋକ କହୁଛି ମୋ ମା ବାପର ଏଟା ହେରିଡିଟାରୀ ଥିଲା ରୋଗ, ମତେ ଏଟା ରୋଗ ହବ, ସେଟା କୋଉ ଭାବନ୍ତି? ତାହେଲେ ଫଳିବ ନା ଫଳିବନି? ଦାୟିତ୍ୱ ହେଲା ବୁଝିପାରିଲ କଥା? କଥାଟା କ୍ଲିୟର ହବ। ମୁନି ସମାଜକୁ ଆସିଲେ ସବୁ ଭଲ ଲୋକ ହେଇଯିବେ ସେଟା ମୁଁ କହିବି। ସତ୍ୟ ଆମେ ଜାଣିଲେ ସବୁ ଭଲ ଲୋକ ହେଇଯିବେ। ତେଣୁକରି ଯେହେତୁ ମନୁଷ୍ୟ ଚାନ୍ସ ମୁଁ କହିବାର କାରଣ ଏଇ ଶ୍ଲୋକଟା କାରଣ ଯୋଉ କମ ଲୋକ ଆସିଛି ଆପଣ ଭାବ 20 କାହିଁକି ହେଲେ 30 କାହିଁକି ହେଲେ ଠିକ ଆବଶ୍ୟକ ଆପଣ ନିଜେ ସାଧକୁ ଘରେ କରେ ଆପଣ ଶ୍ରଦ୍ଧା ଘରେ କରି ବହି ପଢିପାରିବେ। ଶ୍ରଦ୍ଧା ସାଧନ ହେଇଗଲା କିଛି ନହେଲେ ଏମିତି କହି ନ ପାଇଲେ ମଧ୍ୟ ଗୋଟେ ବହି ଲୋକ ପାଠ ପଢିଲେ ସେ ବହିରୁ ଭଲ କଣ ପଚରା କଣ ହବ ଆପଣ ଆତ୍ମନିକଟ ହେଇଯିବ ଅଭ୍ୟାସ। ହଁ ଅଭ୍ୟାସ ଶିଶୁ ମୋ ଝିଅକୁ ଘଡି ଶିଖେଇ ଦେଇକି 12ଟା ବାଜେ 1ଟା ବାଜେ କେତେ ମତେ କଷ୍ଟ ହେଇଛି, କିନ୍ତୁ ଏବେ ତାଙ୍କ ପଚାର ସେ ଘଡି କେତେ 12ଟା 3 ହେଇଛି। କାହିଁକି? ସେଇ ଅଭ୍ୟାସ ପ୍ରଥମରେ ଅଭ୍ୟାସ ଦରକାର। ଅଭ୍ୟାସ